ସାଙ୍ଗମାନେ ପୂର୍ବ ଭାଗରେ ଦେଖିଥିଲେ ଯେ ଗିନି ତାର ଘର ଆଉ ପରିବାରକୁ ଛାଡ଼ି ସେ କାଉ ସହ ପଳେଇ ଆସିଥିଲା। ଆଉ ସେ କାଉ ତ ଗିନିକୁ ମିଛ କହି ନେଇ ଆସିଥିଲା। ଆଉ କାଉ ଗିନିକୁ ଖାଇବା ଆଣିବା ପାଇଁ କହୁଥିଲା ଆଉ ସେ ଆରାମରେ ବସିଥିଲା। ଏବେ ଯାଅ ଖାଇବା ଖୋଜିକି ଆଣ, ଏମିତି ମତେ ଅନେଇଛ କଣ? ଯାଅ। ଆଉ ଗିନି ତା ସ୍ୱାମୀକୁ ଡରି ଖାଇବା ଖୋଜିବା ପାଇଁ ଚାଲିଯାଏ। ଗିନି ତ ଏ ଜଙ୍ଗଲରେ ନୂଆ ଥିଲା। ଆଉ ସେ ଉଡ଼ି ଉଡ଼ି ଯାଇ ଗୋଟେ ପାହାଡ଼ ପାଖରେ ପହଞ୍ଚିଲା। ଆଉ ଗୋଟେ ଗଛ ଉପରେ ଯାଇ ବସିକି କାନ୍ଦିଲା। ମା, ମୁଁ ବହୁତ ବଡ଼ ଭୁଲ କରିଦେଲି କି ତମ ମାନଙ୍କୁ ଛାଡ଼ି ପଳେଇ ଆସିଲି। କେତେ ଭଲ ପାଉଥିଲ ମତେ ତମେ ସବୁ। ଆଉ ନିନି ତ ମୋର କେତେ ଯତ୍ନ ନେଉଥିଲା। ହେଲେ ମୁଁ ଏବେ ଏମିତି ଅବସ୍ଥାରେ ଅଛି ଯେ ତମ ପାଖକୁ ବି ଯାଇପାରିବିନି। ସେ ଏମିତି ଭାବି ସେଇଠି କାନ୍ଦୁଥାଏ। ଆଉ ସେତିକି ବେଳେ ଗୋଟେ ଚଢ଼େଇ ତା ପାଖକୁ ଆସେ। କାଉ, ତମେ କିଏ? ଆଉ ଏଇଠି ବସିକି କାନ୍ଦୁଛ କଣ ପାଇଁ? ମତେ ତ ଲାଗୁଛି ତମେ ଏଇ ଜଙ୍ଗଲର ନୁହଁ। ମୁଁ ଗିନି, ମୁଁ ଅଲଗା ଜଙ୍ଗଲରୁ ଆସିଛି। ଆଉ ଯୋଉ ବଡ଼ ଗଛ ଉପରେ ଭଙ୍ଗା ବସାରେ ରହୁଛି ସେ କାଉ ମତେ ନେଇକି ପଳେଇ ଆସିଛି। ମୁଁ ସବୁ ବୁଝିଗଲି। ଏବେ ତ ସେ ତମକୁ ମାରୁଥିବ ବି ଆଉ କହୁଥିବ ମୋ ପାଇଁ ଖାଇବା ଖୋଜିକି ଆଣ। ହଁ ହଁ, ସେ ସେମିତି ହିଁ କହୁଛି। ହେଲେ ତମେ କେମିତି ଜାଣିଲ? ସେ ନେଇକି ଆସିଥିବା ତମେ ତୃତୀୟ ଚଢ଼େଇ। ଗୋଟେ ତ ମରିଗଲା ଆଉ ଜଣେ କୁଆଡ଼େ ପଳେଇ ଗଲା। ଏବେ ତମେ, ମୋ ପାଖରେ ଗୋଟେ ସେଓ ଅଛି, ଏଇଟା ନେଇଯାଅ। ଏଇଟା ନେଇଗଲେ ଆଜି ମାଡ଼ ଖାଇବାରୁ ବଞ୍ଚିଯିବ। ଆଉ ମୁଁ ତମକୁ କିଛି ସାହାଯ୍ୟ କରିପାରିବିନି। ଆଉ ଏମିତି କହି ସେ ଚଢ଼େଇ ସେଇଠୁ ଚାଲିଯାଏ। ତାପରେ ସନ୍ଧ୍ୟା ହେଇଯାଏ ଆଉ ଗିନି ସେ ସେଓକୁ ଧରି ଘରକୁ ଚାଲି ଆସେ। ଲିଲି, ଶୁଣିଲି ତମ ଝିଅ ଗୋଟେ ଅଜଣା କାଉ ସହ ପଳେଇଗଲା। ଯଦି ତମେ ତାକୁ ଭଲ ଶିକ୍ଷା ଦେଇଥାନ୍ତ ତ ଆଜି ଏଇ ଦିନ ଦେଖିବାକୁ ପଡ଼ିନଥାନ୍ତା। ମୋ ମା ତ ଆଗରୁ ବହୁତ ଦୁଃଖରେ ଅଛି। ଦୟାକରି ଏମିତି କୁହନି। ମୋ ମାର କିଛି ବି ଦୋଷ ନାହିଁ। ମୁଁ ବି ତ ମୋ ମାର ଝିଅ। ନିନି, ତୁ ଚୁପ୍ ରହ। ମତେ ତ ଏବେ ଏଇ ସବୁ ଶୁଣିବାକୁ ପଡ଼ିବ। ଆଜି ଇଏ କହିଲେ କାଲି ଆଉ କିଏ କହିବ। ତମ ଝିଅ ତ ରାଗିଗଲେ। ମୁଁ ତ ଯାଉଥିଲି ଏଇ ପଟରେ, ଭାବିଲି ତମ ସହ ଟିକେ ଦେଖା କରିକି ଯିବି। ତାପରେ ସେ ଚଢ଼େଇଟି ସେଇଠୁ ଚାଲିଯାଏ ଆଉ ତାପରେ ରାତି ହେଇଯାଏ। ମୋ ଝିଅ ନିନି ମୋ ପାଖକୁ ଆସି ମୋର ନିଶ୍ୱାସ ବନ୍ଦ ହେଇଯାଉଛି। ମା, କଣ ହେଲା ତମର? ମା, ମୋ ଆଡ଼େ ଦେଖ। ତମର ଯଦି କିଛି ହେଇଯିବ ତ ମୁଁ କେମିତି ବଞ୍ଚିବି? ବାପାଙ୍କୁ ତ ତମେ ଜାଣିଛ। ମୁଁ ଆଉ ଏଇ ସବୁ ସହିପାରୁନି। ମୋ ଝିଅ ମତେ କ୍ଷମା କରିଦେ। ଆଉ ଲିଲି ଏମିତି କହି ମରିଯାଏ। ମୋ ମା, କଣ ପାଇଁ ମତେ ଏକା ଛାଡ଼ି ଚାଲିଗଲ? ମୋର କଣ ଦୋଷ ଥିଲା? ଘରୁ ତ ଗିନି ପଳେଇଲା, ଆଉ ମତେ କଣ ପାଇଁ ଛାଡ଼ିକି ପଳେଇଲ ମା? ନିନି ଏମିତି କାନ୍ଦୁଥାଏ ଆଉ ମରିଯାଇଥିବା ତା ମା ସହ କଥା ହଉଥାଏ। ତମେ ସକାଳୁ ଗଲଣି ଆଉ ମୋ ପାଇଁ ଏ ସେଓ ଗୋଟେ ଆଣିଛ? ମତେ ତ ଲାଗୁଛି ନିଜେ ସବୁ ଖାଇକି ମୋ ପାଇଁ ଗୋଟେ ସେଓ ଆଣିଛ। ମତେ ସେ ଚଢ଼େଇଟି ସବୁ କହିଛି। ତମେ 2 ଜଣକୁ ବାହା ହେଇଥିଲ, ଆଉ ଗୋଟେ ସ୍ତ୍ରୀ ମରିଗଲା, ଆଉ ଜଣେ କୁଆଡ଼େ ପଳେଇଗଲା ଘରୁ। ବହୁତ କହୁଛ ତମେ। ଏମିତି କହି ଗିନିକୁ ସେ କାଉ ମାରେ ଆଉ ତାପରେ ସେଓ ଖାଇ ଶୋଇପଡ଼େ। ହେଲେ ଗିନି ତ ରାତି ସାରା ବସିକି କାନ୍ଦୁଥାଏ ଆଉ ନିଜ ମାଆକୁ ମନେ ପକାଉଥାଏ। ହେଲେ ଗିନି ଜାଣିନି ଯେ ସେ ଆସିବା ପରେ ଦୁଃଖ ସହି ନ ପାରି ତା ମା ମରିଯାଇଛି। ତାପରେ ସକାଳ ହେଇଯାଏ। ସେଇ ପଟରେ କାଳୁ କାଉ ଘରକୁ ଫେରେ। ବାପା, ତମେ କୋଉଠି ଥିଲ ରାତି ସାରା? ଘରକୁ ଆସିଲନି? ବାପା, ମା ମରିଗଲା। କଣ? ଇଏ କଣ କହୁଛୁ ତୁ? ମୁଁ ତ କାଲି ଗଲାବେଳେ ବହୁତ ଭଲ ଥିଲା। ଆଉ ଏମିତି କେମିତି ମରିଗଲା? କିନି ଭଉଣୀ ଯୋଉ ସବୁ କଲା ତାକୁ ସହି ନ ପାରି ମରିଗଲା। କାଲୁ କାଉଟି ଆଗରୁ କେବେ ତା ପରିବାର ପାଇଁ ଚିନ୍ତା କରୁନଥିଲା। ହେଲେ ଆଜି ତ କାଳୁ କାଉ ବି କାନ୍ଦି ପକେଇଲା। ଗିନି, ତୋ ପାଇଁ ଆଜି ଆମର ସୁଖର ପରିବାର ବର୍ବାଦ ହେଇଗଲା। ତୋ ମା ତୋତେ କେତେ ଭଲ ପାଉଥିଲା ଆଉ କହୁଥିଲା ଇଏ ମୋ ଝିଅ ନୁହଁ ପୁଅ, ଆଉ କେତେ ଭଲ ଭଲ ଖାଇବା ଖୁଆଉଥିଲା ତତେ। ଏମିତି କହୁଥାଏ ଆଉ ସେଇଠିକି ପୁଚୁ ଚଢ଼େଇ ବି ଚାଲି ଆସେ। ଲାଲିର ଏଇ କଥା ଶୁଣି ମୁଁ ବହୁତ ଦୁଃଖିତ। ମୁଁ ତ ଆଗରୁ ହିଁ ଜାଣିଥିଲି କି ଲାଲି ଏଇ ସବୁ ସହିପାରିବନି। ଗୋଟେ ମା କେମିତି ବଞ୍ଚି ପାରିବ ଯେତେବେଳେ ତା ପିଲାମାନେ ଏତେ କଷ୍ଟ ଦେବେ? ଜଙ୍ଗଲର ସବୁ ପକ୍ଷୀ ଏମିତି କଥା ହେଉଛନ୍ତି। ପୁଚୁ ଆଣ୍ଟି, ଗିନି ପାଇଁ ମୋ ମା ମରିଗଲା। ଗିନି କେବେ ଖୁସିରେ ରହିପାରିବନି। ଚୁପ୍ କର ମୋ ଝିଅ। ମୁଁ ତୋତେ ସବୁଦିନ ଦେଖା କରିବାକୁ ଆସିବି। କାଲୁ, ଯାହା ହେଲା ହେଇଗଲା। ଯାହା ସବୁ ହେଲା ତମ ଝିଅ ପାଇଁ ହେଲା। ଆଉ ଏବେ ଖରାପ କାମ ସବୁ ଛାଡ଼ି ଦିଅ ଆଉ ନିନିର ଧ୍ୟାନ ରଖ। ପୁଚୁ ଭଉଣୀ, ମୁଁ ଜାଣି ସାରିଛି ଏଇ ସବୁ ମୋ ପାଇଁ ହେଇଛି। ଲାଲି ତ ମତେ ସବୁବେଳେ କହୁଥିଲା ଗିନିକୁ ବୁଝାଉ ବୋଲି, ହେଲେ ମୁଁ ଧ୍ୟାନ ଦେଉନଥିଲି ମୋ ଝିଅ ମାନଙ୍କୁ। ଆଉ ଏମିତି କହି କାଲୁ କାଉ ନିନିକୁ କୁଣ୍ଢେଇ ଧରେ ଆଉ ତାପରେ ସେ 2 ଜଣ ବହୁତ ଜୋରେ କାନ୍ଦିବାକୁ ଲାଗନ୍ତି। ମୋ ଝିଅ, ମୁଁ ଏବେ ତୋତେ ମା ଆଉ ବାପା 2 ଜଣଙ୍କ ଭଲ ପାଇବା ଦେବି। ତୁ ବସାରେ ହିଁ ରହ, ମୁଁ ଯାଉଛି ତୋ ପାଇଁ ଖାଇବା ଆଣିବି। ମୁଁ ବି ଯିବି ତମ ସହ।
ପୁଚୁ ଚଢ଼େଇ ଆଉ କାଳୁ କାଉ ସେଇଠୁ ଚାଲି ଯାଆନ୍ତି। ତମେ କାଲିଠୁ ଏମିତି ହିଁ କାନ୍ଦୁଛ। ମୁଁ କଣ ତମକୁ କନ୍ଦେଇବା ପାଇଁ ଆଣିଥିଲି? ମୋର ଖାଇବା ଆଣିନ ତମେ? ମୁଁ ତ କହିକି ବି ଯାଇଥିଲି କି ମୁଁ ଅଲଗା ଜଙ୍ଗଲକୁ ଯାଉଛି ବୋଲି। ତମେ କଣ ଆଉ କୋଉ ସରଳ କାଉକୁ ଧୋକା ଦେବାକୁ ଯାଇଥିଲ? ତମ ଆଗରୁ ଯୋଉ 2 ଜଣ ଥିଲେ ତାଙ୍କର ସାହସ ହେଉନଥିଲା ମତେ କହିବାକୁ। ଆଉ ତମେ ଯେ କାଇଁ କାଇଁ କରୁଛ? ତମେ ମୋର ଏବେ ଦେଖିଛ କୋଉଠି? ତମେ ଗୋଟେ ମିଛୁଆ। ତମେ କାଉ ମାନଙ୍କର ଜୀବନ ବର୍ବାଦ କରୁଛ। ଭଗବାନ ତମକୁ କେବେ କ୍ଷମା କରିବେନି। ଗିନି ଏମିତି କହୁଥାଏ ଆଉ କାଉଟି ତାକୁ ମାରିବାକୁ ଲାଗେ ଆଉ ମାରିକି ତାର ମୁଣ୍ଡରୁ ରକତ ବାହାର କରିଦିଏ। ଭଗବାନ ତମକୁ କଷ୍ଟ ଦେବେନି ଯୋଉ ତମ ମା ବାବାଙ୍କୁ ଛାଡିକି ଆସିଛ ମୋ ସହ? ସେଇ କଷ୍ଟ ତ ଏବେ ମୁଁ ପାଉଛି। ସେତିକି ବେଳେ ସେଇ ଚଢ଼େଇଟି ସେଇଠିକି ଚାଲି ଆସେ। ଦୁଷ୍ଟ କାଉ, ଆଗରୁ ଗୋଟେ କାଉକୁ ତମେ ମାରିଦେଲ, ଆଉ ଜଣଙ୍କର ଜୀବନ ବର୍ବାଦ କରିଦେଲ। ଏବେ ୟାକୁ ମାରିବାକୁ ଚାହୁଁଛ? ଏବେ ୟାକୁ ମାରିବାକୁ ମୁଁ ଦେବିନି। ତମେ ଚାଲ ମୋ ସହ, ଆଉ ଆଜି ରାତି ମୋ ସହ ରହିବ। ଇଏ ମୋ ସ୍ତ୍ରୀ, ୟାକୁ ତମେ ନେଇକି ଯାଇପାରିବନି। ମୁଁ ବାହା ହେଇକି ଆଣିଛି। ଯଦି ବାହା ହେଇକି ଆଣିଥାନ୍ତ ତ ବୁଝିପାରନ୍ତ ସ୍ୱାମୀ ଓ ସ୍ତ୍ରୀର ସମ୍ପର୍କ କଣ। ତମେ ତ ୟାକୁ ନେଇକି ପଳେଇ ଆସିଛ। ତମେ ଚାଲ ମୋ ସହ, ମୁଁ ବି ଦେଖିବି ଇଏ କାଉ କେମିତି ରୋକିବ ମତେ। ଯଦି ମୁଁ ସବୁ ପକ୍ଷୀଙ୍କୁ ଡାକିବି ଇଏ ରହିବା ପାଇଁ ଏଇଠି ଜାଗା ପାଇବନି। ତାପରେ ଗିନିକୁ ନେଇ ସେ ଚଢ଼େଇଟି ଚାଲିଯାଏ। ଗିନି, ମତେ ବହୁତ ଦୟା ଲାଗୁଛି ତମ ଉପରେ। ଯେତେବେଳେ ତମେ ଘର ଛାଡିକି ଆସିଲ ତମେ ଟିକେ ବି ଭାବିଲଣି କି ତମ ମା ତମକୁ କେମିତି ପାଳିଥିବେ, ତମକୁ କେତେ ଭଲ ପାଇବା ଦେଇଥିବେ? ହେଲେ ଗିନି ତ ଖାଲି କାନ୍ଦୁଥାଏ ଆଉ ଚୁପ୍ ଥାଏ। ତାପରେ ରାତି ହେଇଯାଏ। ଗିନି କାନ୍ଦି କାନ୍ଦି ଶୋଇପଡେ। ଯେମିତି ସକାଳ ହୁଏ ପୁଚୁ କାଳୁ କାଉ ପାଖକୁ ଚାଲି ଆସେ। କାଳୁ, ମୁଁ ଆଜି ଗୋଟେ ବହୁତ ଖରାପ ସ୍ୱପ୍ନ ଦେଖିଲି। ଆମ ଗିନି ବହୁତ କାନ୍ଦୁଥିଲା ଆଉ ସେ ଆମକୁ ଡାକୁଥିଲା। ତମେ ଚାଲ ମୋ ସହ, ମୁଁ ଜାଣିଛି ସେ କାଉ କୋଉଠି ରହୁଛି। ଚାଲ ଟିକେ ଦେଖିବା କି ଆମ ଗିନି କୋଉ ଅବସ୍ଥାରେ ଅଛି। ଦେଖିଲେ କଣ ହବ? ସେ ତ ତା ଇଚ୍ଛାରେ ଯାଇଛି। ଆମେ କଣ କରିବା ସେଇଠିକି ଯାଇକି? ସେ ଯାହା ବି ହଉ ତମେ ମୋ ସହ ଚାଲ। ନିନି, ତୁ ଘରେ ହିଁ ରହ। ତାପରେ ସେ 2 ଜଣ ଜଙ୍ଗଲ ଆଡକୁ ଯାଆନ୍ତି। ସେମାନେ ସନ୍ଧ୍ୟା ହେବା ଆଗରୁ ସେଇ ଜଙ୍ଗଲରେ ପହଞ୍ଚି ଯାଆନ୍ତି ଆଉ ଯାଇ ଗୋଟେ ଗଛ ଉପରେ ବସି ଯାଆନ୍ତି। ଯୋଉ ସାମ୍ନାରେ ବଡ଼ ଗଛଟା ଅଛି ସେଇଠି ରୁହେ ସେ କାଉ। ପୁଚୁ, ଚାଲ ଯିବା ଶୀଘ୍ର ସେଇଠିକି। ଆଉ ସେମାନେ ସେଇ ଗଛଠିକି ଚାଲି ଯାଆନ୍ତି। ହେଲେ ସେ କାଉଟି ଶୋଇଥାଏ। ଉଠ ମିଛୁଆ କାଉ, ଆମ ଗିନି କୋଉଠି ଅଛି? ଆଉ ଏମିତି ଶୁଣି କାଉଟି ଉଠି ପଡେ। ପୁଚୁ ଆଉ କାଲୁକୁ ଦେଖି ସେ କାଉଟି ବହୁତ ଡରିଯାଏ। ମୁଁ ପଚାରୁଛି, ଆମ ଗିନି କୁଆଡେ ଗଲା? ସେ ତ କାଲିଠୁ ସେ ଚଢ଼େଇ ପାଖରେ ଅଛି। ମୋ ସହ ଝଗଡ଼ା କରିକି ଚାଲିଗଲା। ଯୋଉ ସାମ୍ନାରେ ଗଛ ଅଛି ସେଇଠି ରହୁଛି ସେ। କାଲୁ, ଚାଲ, ମତେ କିଛି ଠିକ ଲାଗୁନି। ଆଉ ତାପରେ ସେମାନେ ସେଇଠିକି ଚାଲି ଯାଆନ୍ତି। ଗିନି, ମୋର ଝିଅ, ଇଏ କଣ ହେଇଛି ତମର? ତମ ମୁଣ୍ଡ ତ ଖଣ୍ଡିଆ ହେଇଯାଇଛି। ଇଏ କାଲି ରାତିରୁ କିଛି କହୁନି, ବହୁତ ଦୁଃଖରେ ଅଛି। ଯଦି ମୁଁ କାଲି ଯାଇ ନଥାନ୍ତି ତ ସେ କାଉ ୟାକୁ ଜୀବନରୁ ମାରି ଦେଇଥାନ୍ତା। କାଲୁ କାଉ ତା ଝିଅକୁ କୁଣ୍ଢେଇକି ଧରେ। ଗିନିର ବାପା ଇଏ। ଆମେ ଗିନିକୁ ନେବାକୁ ଆସିଛୁ। ମୁଁ ବହୁତ ଖୁସି କି ଗିନି ତା ଘରକୁ ଫେରି ଯାଉଛି। ତାପରେ ସେମାନେ ସେଇଠୁ ଚାଲି ଯାଆନ୍ତି। ତାପରେ ସେମାନେ ଯାଇ ନିଜ ବସାରେ ପହଞ୍ଚି ଯାଆନ୍ତି। ଗିନି ଯେମିତି ତାଙ୍କ ବସାକୁ ଆଉ ନିନିକୁ ଦେଖେ ବହୁତ ଜୋରରେ କାନ୍ଦିବାକୁ ଲାଗେ। ନିନି, ମୋର ସାନ ଭଉଣୀ ନିନି, ମା କୋଉଠି ଅଛି? ଗିନି ଦିଦି, ତୁ ଯୋଉ ଦିନ ପଳେଇଲୁ ତା ପରଦିନ ହିଁ ମା ମରିଗଲା। ଏମିତି ଶୁଣି ଗିନି ତା ଭଉଣୀକୁ କୁଣ୍ଢେଇ ଧରେ ଆଉ କାନ୍ଦେ। ଚାଲି ଯାଇଥିବା ସମୟ ତ ଆଉ ଫେରିବନି। ଗିନି ଯେତେ କାନ୍ଦିଲେ କି ଯେତେ ପସ୍ତେଇଲେ ନା ତା ମା ତା ପାଖକୁ ଫେରି ଆସିବ ନା ସେଇ ଦିନ ସବୁ ଫେରି ଆସିବ ଯୋଉ ଦିନ ଗିନି ସେ କାଉ ସହ ପଳେଇବା ପାଇଁ ଭାବିଥିଲା। ସାଙ୍ଗମାନେ, ଆମେ ଏ କାହାଣୀରୁ କଣ ଶିଖିଲେ? କି ଜୀବନ ବହୁତ ଛୋଟ। ନିଜ ଜୀବନରେ ଏମିତି କିଛି ଫଇସଲା ନ କର ଯୋଉଥିପାଇଁ ନିଜ ଜୀବନ, ଘର ଆଉ ପରିବାର ବର୍ବାଦ ହେଇଯିବ। ବିତି ଯାଇଥିବା ସମୟ ତ କେବେ ଫେରି ଆସିବନି। ସାଙ୍ଗମାନେ, ଯଦି ଏ କାହାଣୀଟି ଆପଣମାନଙ୍କୁ ଭଲ ଲାଗିଛି ତ କମେଣ୍ଟ କରିକି ନିଶ୍ଚୟ ଜଣାନ୍ତୁ। ଆଉ ଏମିତି ଇଣ୍ଟରେଷ୍ଟିଂ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଧନ୍ୟବାଦ।